ସିଏ ଯୋଉ କଥା କହି ଧୃତରାଷ୍ଟ୍ର ଅନ୍ଧ ଏ ଧୃତରାଷ୍ଟ୍ର ଯୋଉ ଉବାଚଟି କଲେ ଧୃତରାଷ୍ଟ୍ର ଉବାଚ ଏ କାହାକୁ କୁହାହେଲା? ଇଏ ତାପରେ ଜଣେ ମହିଳାଙ୍କୁ ଯୋଉ ଭଳି ଅଣଦେଖା କରାହେଲା, ତାଙ୍କ ବ୍ୟାନର ମାରି ତାଙ୍କୁ ଶେଷରେ ତାଙ୍କୁ ସେ ଯୋଉ ଟିକେଟ ନ ଦବା, ଏ କୋଉଠି ନା କୋଉଠି ଗୋଟେ ତାଙ୍କୁ ବହୁତ ବାଧିଛି। ସେଥିପାଇଁ ଏ ପୋଷ୍ଟଟି କରିଛନ୍ତି। କେବଳ ଛାତ୍ର ସଭାପତି ଆଉ ମହିଳା ସଭାପତି ଘୋଷଣା କରିଦେଲା ପରେ ଇଏ ଦଳ ସଶକ୍ତ ହେଇଯିବ, ଏ କଥା କହିବା ଭୁଲ। ଗୋଟେ ନିର୍ବାଚନରେ ଆଇଦର ଇଣ୍ଡିଆ ମେଣ୍ଟରେ ସମର୍ଥନ କରିକି ଇଣ୍ଡିଆ ମେଣ୍ଟରେ ଭୋଟ ଦିଅ, ନହେଲେ ଏନଡିଏ କୁ ଯାଇକି ଏନଡିଏ ସହିତ ମିଶିକି ଭୋଟ ଦିଅ। ତମେ ଇଣ୍ଡିଆ ମେଣ୍ଟ ଆଉ ତମ ବିଜେଡି ଯଦି ଇଣ୍ଡିଆ ମେଣ୍ଟରେ ମିଶିକି ଭୋଟ ଦେଇଥାନ୍ତା, ତଥାପି ତାଙ୍କର 100 ଅଧିକ ଅଛି ଏନଡିଏ ରେ, ସେମାନେ ଜିତିକି ଅଛନ୍ତି। ଆଉ ତମେ ଏଠି ଆସିକି କହୁଛ ଆମେ ସମଦୂରତା, ଯେ ଆମେ ଭୋଟ ବର୍ଜନ କରିବା କଥା। ଗୋଟେ ସାମ୍ବିଧାନିକ ପଦବୀରେ ଆପଣ ମାନେ ସମସ୍ତେ ଅଛନ୍ତି, କେମିତି ଆପଣ ବର୍ଜନ କଲେ ଭୋଟଟାକୁ? ତମେ ଏଠି ତାକୁ ଦିନ ରାତି ପକେଇ ଉଠିକି ଶୋଧୁଛ, ମୋହନ ମାଝିକି ଦିନ ରାତି ମୋଦିକି ଶୋଧୁଛ, ଦିନ ରାତି ତମେ ତାଙ୍କର ସବୁ ନେତାଙ୍କୁ ଶୋଧୁଛ। ତମ ସେଠି ଯାଇ କେନ୍ଦ୍ରରେ ଭୋଟ ଦେଇଥିଲେ ଅସୁବିଧା କଣ ହେଇଥାନ୍ତା? କଂଗ୍ରେସ ବରଂ କୋଉ ମସିହା 94 ମସିହା ବେଳେ ବୋଧେ ଓଡିଶାରେ ସରକାର କରୁଥିଲା, ସେ ସମୟରୁ ଆଜି ପର୍ଯ୍ୟନ୍ତ ତାଙ୍କର ସରକାର ନାହିଁ, ଆସି ପାରୁନାହାନ୍ତି, ପୂର୍ଣ୍ଣ ବହୁମତ ପାଇ ପାରୁନାହାନ୍ତି, ତଥାପି ସେମାନେ ବିରୋଧ କରୁଛନ୍ତି। ତା ପାଖରୁ ଶିଖିବା ଦରକାର। କିନ୍ତୁ ତମେ ଏଠି ଯୋଉ ଆସି ଦିନ ରାତି ବିଜେପି କି ଶୋଧିବ, ତାପରେ ତମେ ଦେଖିଲା ବେଳକୁ ସେଠି ଯେତେବେଳେ ଠିକ ଭୋଟ ସମୟରେ ବିଜେପି କି ହରେଇବା ଟାଇମରେ ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ କ୍ୟାଣ୍ଡିଡେଟକୁ, ସେଇ ସମୟରେ ତମେ କହିବ ଆମେ ଭୋଟ ଦେବୁନୁ। ଇଏ ଚାଲାକିଟା ସାରା ଓଡିଶାବାସୀ ଜାଣିଛନ୍ତି। ଦେଖନ୍ତୁ, ଆମେ ତ କୋଉ କାଳରୁ ଏ କଥା କହୁଛୁ, କହିଲେ ଅନେକ ଲୋକଙ୍କୁ ଖରାପ ଲାଗୁଛି। ମାତ୍ର ଶ୍ରୀମୟ ମିଶ୍ର କାଲି ଯୋଉ ଗୋଟେ ତାଙ୍କର ସାମାଜିକ ଗଣମାଧ୍ୟମରେ ସେ ଯୋଉ ପୋଷ୍ଟ କଲେ, ଏ ପୋଷ୍ଟଟି କାହା ପାଇଁ ଥିଲା? ଆମେ ଦେଖୁଥିଲେ ଅନେକ ଦିନ ଧରି ଶ୍ରୀମୟ ମିଶ୍ର ଚୁପ୍ ଥିଲେ, ଏକବାର ନୀରବତା ପ୍ରଦର୍ଶନ କରୁଥିଲେ। ତା ସହିତ ସିଏ ତାଙ୍କର ଯେମିତି ସାମାଜିକ କାର୍ଯ୍ୟ କରିବା କଥା ଶ୍ରୀମୟ ମିଶ୍ର କରୁଥିଲେ। ମାତ୍ର ଜଣେ ମହିଳା, ଶ୍ରୀମୟ ମିଶ୍ର କଣ ଦୌଡ଼ି ନାହାନ୍ତି? ଦଳ ପାଇଁ କାମ କରୁନାହାନ୍ତି? ଶ୍ରୀମୟ ମିଶ୍ର ମଧ୍ୟ ବହୁତ ଦଳ ପାଇଁ ଦୌଡ଼ିଛନ୍ତି, କାମ କରିଛନ୍ତି। ହୁଏତ ସେ ଜଣେ ପୁରୁଖା ନେତା ହେଇ ନ ପାରନ୍ତି, କିନ୍ତୁ ସିଏ ମଧ୍ୟ ଯୋଉ ଭଳି ସକ୍ରିୟ ଭାବରେ ବିଜୁ ଜନତା ଦଳ ପାଇଁ କାମ କରୁଥିଲେ, ଇଏ କୋଉଠି ବି ତାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ମାତ୍ର ସିଏ ଯୋଉ କଥା କହି ଧୃତରାଷ୍ଟ୍ର ଅନ୍ଧ ଏ ଧୃତରାଷ୍ଟ୍ର ଯୋଉ ଉବାଚଟି କଲେ ଧୃତରାଷ୍ଟ୍ର ଉବାଚ, ଏ କାହାକୁ କୁହାହେଲା? ଦଳ କାହା ପାଇଁ ମାନେ ଟୋଟାଲ ବିପର୍ଯ୍ୟୟ ଘଟିଲା ରାଜ୍ୟରେ, ଏକଥା ସମସ୍ତେ ଜାଣିଛନ୍ତି। ମାତ୍ର ତାକୁ ଯୋଉ ଭଳି ନବୀନ ବାବୁ ଘଣ୍ଟ ଘୋଡେଇଲେ ପାଣ୍ଡିଆନକୁ, ଆମେ ଦେଖିଲେ ଯେ ସିଏ ବହୁତ ଭଲ କାମ କରୁଛନ୍ତି। ତେଣୁ କୋଉଠି ନା କୋଉଠି ଇଏ ତାପରେ ଜଣେ ମହିଳାଙ୍କୁ ଯୋଉ ଭଳି ଅଣଦେଖା କରାହେଲା, ତାଙ୍କ ବ୍ୟାନର ମାରି ତାଙ୍କୁ ଶେଷରେ ତାଙ୍କୁ ସେ ଯୋଉ ଟିକେଟ ନ ଦବା, ଏ କୋଉଠି ନା କୋଉଠି ଗୋଟେ ତାଙ୍କୁ ବହୁତ ବାଧିଛି। ସେଥିପାଇଁ ଏ ପୋଷ୍ଟଟି କରିଛନ୍ତି। କାରଣ ଏଭଳି କଥା ଯେତେବେଳେ ହାର୍ଟକୁ ନ ବାଧିଥିବ, କାହିଁକିନା ହିସାବ କରନ୍ତୁ, ଜଣଙ୍କର ନିର୍ବାଚନ ପୂର୍ବରୁ ତାଙ୍କର ପୋଷ୍ଟର ମରା ହଉଥିଲା, ଚାରିଆଡେ ସିଏ ସେଇଭଳି ବୁଲୁଥିଲେ, ଯୋଉ ଭଳି ତାଙ୍କୁ ଯୋଉ ମିଳୁଥିଲା ଯୋଉ ପଦବୀଟି, ମାନେ ନିର୍ବାଚନରେ। ମାତ୍ର ନିର୍ବାଚନ କିଛି ଦିନ ଭିତରେ ସବୁ ବଦଳିଗଲା, ତାଙ୍କୁ ସାଇଡ କରିଦିଆ ହେଲା। ତା ପରଠାରୁ ସେ ଯେମିତି ଗୋଟେ ଅଦୃଶ୍ୟ, ଗୋଟେ ଚୁପଚାପ ଜୀବନ ବିତଉଛନ୍ତି। ଶ୍ରୀମୟ ମିଶ୍ର କେବଳ ସେ ସାମାଜିକ କାର୍ଯ୍ୟ ସହିତ ସେ ଜଡିତ ହେଇକି ଯାଉଛନ୍ତି, କି କୋଉଠି ନା କୋଉଠି ଗୋଟେ ଝଟକା ଲାଗିଛି। ଆଉ କୁହାଳିଆ ନେତା ମାନେ ଯୋଉମାନେ ସବୁଦିନ ନୂଆ ନୂଆ ନେତା ହେଇଛନ୍ତି, ସବୁଦିନ ଆସିକି ଭାଷଣ ମାରୁଛନ୍ତି ବିଜୁ ଜନତା ଦଳ ଭିତରେ, ପାଇଁ ମାରିବା ଦରକାର। ବିଜୁ ଜନତା ଦଳ ବଞ୍ଚିବା ଦରକାର। ମାତ୍ର ରାଜ୍ୟରେ ପ୍ରତିଟି ପଞ୍ଚାୟତରେ କେତେ କର୍ମୀ ଅଛନ୍ତି, କର୍ମୀଙ୍କ ଭିତରେ କେତେ ଉତ୍ସାହ ଅଛି, ଆଉ କର୍ମୀକୁ ମନୋବଳ ବୃଦ୍ଧି କରିବା ପାଇଁ ବିଜେଡି କଣ ଯୋଜନା କରିଛି ସେ କଥା କହୁ। କେବଳ ଛାତ୍ର ସଭାପତି ଆଉ ମହିଳା ସଭାପତି ଘୋଷଣା କରିଦେଲା ପରେ ଇଏ ଦଳ ସଶକ୍ତ ହେଇଯିବ, ଏ କଥା କହିବା ଭୁଲ। ତେଣୁ ଦଳକୁ ଯଦି ବାସ୍ତବରେ ବଞ୍ଚେଇବାର ଅଛି, ଆଜି ଗୋଟେ କଥା ଦେଖିଲେ, ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡି ଦୂରେଇ ରହୁଛି ନିର୍ବାଚନରୁ। କାହିଁ? ତମେ ତ ଏଠି ଯୋଉ ଭଳି ମୋଦିର ତମର କିଛି କଂଗ୍ରେସକୁ ଭିତରେ, ଛାତି ଭିତରେ ରଖି ବିଜୁ ଜନତା ଦଳ ପ୍ରେମରେ ବାୟା ଥିବା କିଛି ଆଜିକାଲିର ନେତା ମାନେ, ଯୋଉମାନେ ସବୁବେଳେ ମୋଦିକି ଶୋଧୁଛନ୍ତି, ଭୋଟ ଚୋର କହୁଛନ୍ତି, କଂଗ୍ରେସ ଭାଷା,
से तमें से डायरेक्ट तुम सर्वमान्य नेता नवीन पट्टनायक इंडिमेंटर को मिसिक भोट देलेनी। इंडिमेंटर तो बहु राजनीतिक दल अच्छा बड़ बड़ राजनीतिक दल अखिलेश यादव ठू आरंभ कर ममता बानर्जी केते आरजेडी अच्छी केते टीएमसी अच्छी केते दल अच्छा तमें मिसिक भोट देलनी। तमें कहीं भोट देलनी। तमें पूर्व निर्वाचन भी से कल जो वाकफ बिल समर्थन बेले जे विवेक अनुसार भोट दियो एबे जो उपराष्ट्रपति निर्वाचन होची तुम निर्वाचन दूरे ही रहा हूँ कापुरुषतार लक्षण। गोटे निर्वाचन आइदर इंडिया इंडिया मेंटर समर्थन करके इंडिया मेंटर भोट दियो नहले एनडीए को जाकि एनडीए सहित मिसिक भोट दियो। तमें इंडिया मेंट आउ तुम बीजेडी जदि इंडिया मेंटर मिसिकी भोट दे था तथापि 100 अधिक अच्छी एनडीए रे से माने जीतिक अच्छा आ तमें एठी आसिकी कहूच आमे समदूरता जे आमे भोट वर्जन करने कथा गोटे संवैधानिक पदवी आपण मैंने समस्त अच्छा केमिति आपण वर्जन कले भोट टाकू आपण से समय दबा कथा आइदर इंडिया मेंटर ना 4टा दे दी था एठी 4टा दे दी था नहले तमें संपूर्ण भाव में इंडिया मेंट को समर्थन कर तमें तो राज्य रे तमें विरोधी दल हूँ बीजेपी तमें एठी दिन राति पकई उठिकी शोधुच मोहन माझी की दिन राति मोदी की शोधुच दिन राति तमें सबू नेता शोधुच तब से केन्द्र में भोट दे असुविधा कौन होता तमें भोट न दे आउ से चुप रही कोड ना कोडी बीजेडी प्रमाण करदा ये गोटे कापुरुषतार लक्षण। ये जेते बाहस्फोट मारले भी एबे जेते ज्ञान बांटिले जे आमे दूरता मेंटेन कलु आमे आंको सहित संपर्क नाही ताम तंको सहित संपर्क नाही का तमे की विरोध दल ताले कांग्रेस बरंग को मसिया 94 मसिया बेले बोधे ओडिसा रे सरकार करथिला से समय आज पर्यंत तांकर सरकार नाही आसी पारु नांती पूर्ण बहुमत पाई पारु नांती तथापि से माने विरोध करथन ता पर चिकिबा दरकार। किंतु तमें एठी जो आसी दिन राति बीजेपी की शोधिब तापर तमें देखा से ठीक भोट समय बीजेपी की हरया टाइम रे उपराष्ट्रपति निर्वाचन कैंडिडेट को सही समय तमें कह आम भोट देवुनु ये चालाकिटा सारा ओडिशावासी जानते नेता माने जो माने सबुदिन आसिक टीवी भाषण मारुचंदी कम से कम आत्मचिंतन करवा दरकार जे आमे जहा आमर जो दलर स्ट्राटेजी कौन आमको कौन कहर आवश्यकता अच्छी दलर स्ट्राटेजी ऊर्ध्वर जो माने कहती तांकर परिस्थिति कौ भली है बीजेडी रे आमे सब पूर्वर इतिहास को जदि 24 वर्ष इतिहास को जदि गर्भान्वेषण करवा आमे जानी परिबा।